ଅଦୃଶ୍ୟ ଚିତ୍ରକର ଦ ଇନଭିଜିବୁଲ ଆର୍ଟିଷ୍ଟ। ଏକଦା ଏକ ବିରାଟ ରାଜ୍ୟରେ ଜଣେ ରାଜା ଘୋଷଣା କଲେ ଯେ ଯିଏ ଦୁନିଆର ସବୁଠାରୁ ସୁନ୍ଦର ଚିତ୍ର ଆଙ୍କିପାରିବ ତାକୁ ଅଜସ୍ର ସୁନାମୋହର ଦିଆଯିବ। ଦେଶ ବିଦେଶରୁ ବହୁତ ବଡ଼ ବଡ଼ ଚିତ୍ରକର ଆସିଲେ। କିଏ ପାହାଡ଼ର ଦୃଶ୍ୟ ତ କିଏ ଜୀବନ୍ତ ମଣିଷର ଛବି ଆଙ୍କିଲେ। କିନ୍ତୁ ସେମାନଙ୍କ ଗହଣରେ ଜଣେ ବୃଦ୍ଧ ଚିତ୍ରକର ଥିଲେ ଯିଏ କହିଲେ, ମହାରାଜ, ମୁଁ ଏମିତି ଏକ ଚିତ୍ର ପ୍ରସ୍ତୁତ କରିବି ଯାହାକୁ ଦେଖିଲେ ମଣିଷ ନିଜର ଭାଗ୍ୟ ଦେଖିପାରିବ। କିନ୍ତୁ ମୋତେ ଗୋଟିଏ ବନ୍ଦ କୋଠରୀ ଏବଂ 6 ମାସ ସମୟ ଦରକାର। ସନ୍ଦେହ ଓ ପ୍ରତୀକ୍ଷା। ରାଜା ରାଜି ହେଲେ। 6 ମାସ ବିତିଗଲା। ଅନ୍ୟ ଚିତ୍ରକରମାନେ ବହୁତ ସୁନ୍ଦର ରଙ୍ଗୀନ ଚିତ୍ର ସବୁ ଦରବାରରେ ସଜାଇ ଦେଇଥିଲେ। ଯେତେବେଳେ ବୃଦ୍ଧଙ୍କ କୋଠରୀ ଖୋଲିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କୋଠରୀର କାନ୍ଥରେ କୌଣସି ରଙ୍ଗ ନଥିଲା କି କୌଣସି ଛବି ନଥିଲା। ରାଜା କ୍ରୋଧିତ ହୋଇ କହିଲେ, ତୁମେ ମୋତେ ପରିହାସ କରୁଛ। ଏଠାରେ ତ କିଛି ନାହିଁ। ବୃଦ୍ଧଙ୍କ ଚମତ୍କାର। ବୃଦ୍ଧ ଚିତ୍ରକର ଜଣକ ହସିଲେ ଏବଂ କାନ୍ଥ ଉପରେ ପଡ଼ିଥିବା ଏକ ପରଦାକୁ ଘୁଞ୍ଚାଇ ଦେଲେ। ସେହି କାନ୍ଥଟି ଏତେ ସଫା ଏବଂ ଚିକ୍କଣ ହୋଇଥିଲା ଯେ ତାହା ଏକ ଦର୍ପଣ ମିରର ପରି କାମ କରୁଥିଲା। ରାଜା ଯେତେବେଳେ ସେହି କାନ୍ଥ ସାମ୍ନାରେ ଠିଆ ହେଲେ ସେ ନିଜର ପ୍ରତିଛବି ଦେଖିଲେ। କିନ୍ତୁ ସେଥିରେ କେବଳ ରାଜାଙ୍କ ରୂପ ନଥିଲା। ବୃଦ୍ଧ ଜଣକ କାନ୍ଥ ପଛପଟେ ଏମିତି କିଛି ଆଲୋକର ବ୍ୟବସ୍ଥା କରିଥିଲେ ଯେ ରାଜାଙ୍କୁ ତାଙ୍କ ପଛରେ ଥିବା ପ୍ରକୃତିର ପ୍ରତିଫଳନ ଏବଂ ତାଙ୍କ ମୁହଁର ତେଜ ଅତି ଅପୂର୍ବ ଦେଖାଯାଉଥିଲା। ବୃଦ୍ଧ କହିଲେ, ମହାରାଜ, ଦୁନିଆର ସବୁଠାରୁ ସୁନ୍ଦର ଚିତ୍ର ହେଉଛି ଆପଣ ନିଜେ। ଯଦି ଆପଣ ନିଜ ମନର କାନ୍ଥକୁ ସଫା ରଖିବେ ତେବେ ଆପଣଙ୍କୁ ସବୁଠାରୁ ସୁନ୍ଦର ଦୃଶ୍ୟ ନିଜ ଭିତରେ ହିଁ ଦେଖାଯିବ। ନୀତି ଶିକ୍ଷା। ବାହାର ଦୁନିଆରେ ସୁନ୍ଦରତା ଖୋଜିବା ପୂର୍ବରୁ ନିଜର ଚରିତ୍ର ଓ ମନକୁ ସ୍ୱଚ୍ଛ ରଖିବା ଆବଶ୍ୟକ। ଜଣେ ସ୍ୱଚ୍ଛ ମନର ମଣିଷ ପାଇଁ ସାରା ଦୁନିଆ ସୁନ୍ଦର।